ବାଘ ଯଦି ଆପଣଙ୍କୁ ଆଟାକ୍ କରେ ଆପଣ କେବେ ବସିକି ରହିବେନି, ଆଣ୍ଠେଇ ପଡ଼ିବେନି, ହାତ ଯୋଡ଼ି ପକାଇବେନି, ନା 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 ସେ ଭୁଲ ଜମା କରିବେନି। କେବେ ଶୋଇବେନି, ଯେମିତି ଭାଲୁ କଥା ପରେ କଥା ହେବା, କିନ୍ତୁ ବାଘ କେସରେ ବି ଆପଣ କେବେ ନିଶ୍ୱାସ ବନ୍ଦ କରିକି ଶୋଇବେନି, ସେ ବି ଭୁଲ ଜିନିଷ ଆଜ୍ଞା। ବଡ଼ ଜିନିଷ ହେଉଛି ଯେତେବେଳେ ବାଘ ଆପଣଙ୍କ ସାମ୍ନାକୁ ଆସିବ ଆପଣଙ୍କ ପାଖରେ କିଛି ଠେଙ୍ଗା ଫେଙ୍ଗା ରହିବା ଦରକାର, ବାଡ଼ି ଠେଙ୍ଗା କିମ୍ବା ଯାହା ବି ଲମ୍ବା ଜିନିଷ ହଉ। ଏବେ ଆପଣଙ୍କୁ ଇଣ୍ଟରେଷ୍ଟିଂ ଲାଗିବ, ମୁଁ ଆଉ କିଛି କଥା କହୁଛି ଯେଉଁଟା ଆଲଫା ମେଲ୍ କଥା କହୁଛି। ଏବେ ଖେଳ ଆସିଗଲା ଆଜ୍ଞା, ପାଟରାଣୀ କଥା ଆସିଗଲା, ରାଣୀ କଥା ଆସିଗଲା, ଆଲଫା ମେଲ୍ ଆସିଗଲା। ତାପରେ ହେଉଛି ଫ୍ଲୋଟର କହନ୍ତି ଜଣକୁ, ମାନେ ଟ୍ରାନ୍ସିଏଣ୍ଟ 5 6 10 ଜଣ ବାଘୁଣୀ ଥିବେ, ମାନେ ତାଙ୍କୁ ରାଣୀ କୁହାଯିବ, କିନ୍ତୁ ତାଙ୍କ ଭିତରୁ ଜଣେ ଥିବ ସିଏ ହେଉଛି ପାଟରାଣୀ। ତେଣୁକରି ଆପଣ ଦେଖିଥିବେ ଯେତିକି ଗାଇଡ଼ ବି ଅଛନ୍ତି ଆଫ୍ରିକାରେ ହେଉ, ସେମାନେ ସିଂହ ବାଘମାନଙ୍କୁ ଯେତେବେଳେ ଦେଖିବା ପାଇଁ ଖାଲି ପାଦରେ ଯେତେବେଳେ ଯାଆନ୍ତି, ଗସ୍ତ ତାକୁ କୁହନ୍ତି, ଗସ୍ତ ଖାଲି ପାଦରେ ଯିବାକୁ ପଡ଼େ, ସେମାନେ ହାତରେ ବଡ଼ ବଡ଼ ଠେଙ୍ଗା ଧରିଥାନ୍ତି। ବାଘ ଯଦି ଆଇଲା ବି ସେମାନେ ହାତ ମାନେ ମୁଣ୍ଡ ଉପରେ ରଖିଦିଅନ୍ତି ଠେଙ୍ଗାଟାକୁ, ମାନେ ସିଏ ତ ନିଜେ 6 ଫୁଟ ପାଖାପାଖି ହେଇଥିବେ, ଠେଙ୍ଗାଟା ବି ସେ 6 ଫୁଟ ପାଖାପାଖି ହେଇଥିବ, ତେଣୁ 12 ଫୁଟ ହେଲା ମାନଙ୍କୁ ବାଘ ଆଉ କେଉଁଠି ଜାଣିପାରିବ, ବାଘ ଭାବିବେ ବଡ଼ ଅଛି, ବାଘ ଆଟାକ୍ କରେନି କେହି। ଯେ ଖାଲି ହାତରେ ବି ବାଘ ଆଟାକ୍ କରୁଛି ସତ କଥା, କିନ୍ତୁ ଖାଲି ହାତରେ ବି ଲୋକ ବାଘକୁ କାବୁ କରିଛନ୍ତି, ତାକୁ ଘୋଡ଼େଇ ଦେଇଛନ୍ତି, ମାରି ପାରିନାହାନ୍ତି ସେଇଟା ଅଲଗା କଥା, କିନ୍ତୁ ତାପରେ ମାଡ଼ି ବସିଛନ୍ତି। ଯେ ପର୍ଯ୍ୟନ୍ତ ସିଏ ଆପଣଙ୍କୁ ଟଚ୍ ନ କରିଛି ସିଏ ଜାଣିପାରିବନି ଆପଣଙ୍କର ବଳ କେତେ ଅଛି। ଯଦି ଭୁଲରେ ବି ଆପଣ ତାକୁ ଟଚ୍ କରିଦେଲେ କିମ୍ବା ସିଏ ଆପଣଙ୍କୁ ଟଚ୍ କରିଗଲା, ତା ବଡ଼ି ଆପଣଙ୍କ ସହିତ ଟଚ୍ ହେଇଗଲା କିମ୍ବା ଆପଣଙ୍କ ବଡ଼ି ତା ସହିତ ଟଚ୍ ହେଇଗଲା, ଗଲା କଥା ଆଜ୍ଞା, ଗଲା କଥା। ସିଏ ଜାଣିଦେବ ଯେ ଆର ବଳ ବେଶୀ ନାହିଁ। ମାନେ ବାଘ ଆପଣ ମାନେ ମୁଁ ବୁଝେଇ ଦେଉଛି, ବାଘ ଆପଣଙ୍କଠୁ ଦୁରିଆ ଠିଆ ହେଇଛି 10 ଫିଟ୍ ଦୁରିଆରେ, ଆପଣ କିଛି କରିପାରିବେନି ଆଜ୍ଞା। 10 ଫିଟ୍ କେତେ ଦୁରିଆ, ଆପଣ ଏମିତି ବିହେଭ୍ କରିବେ, ଯଦି ବାଘ ଥରେ ଝାମ୍ପ ମାଇଲା ସଇଲା। ବାଘ ଆପଣଙ୍କୁ ଦେଖୁଛି, ଆପଣ ବି ବାଘକୁ ଦେଖୁଛନ୍ତି, କିନ୍ତୁ ଏମିତି ବିହେଭ୍ କରିବେ ଯେ ବାଘକୁ ଆପଣ ଦେଖିନାହାନ୍ତି, ବାସ୍ ଏମିତି ଦେଖନ୍ତୁ ଯେମିତି ବାଘ ଆପଣଙ୍କ ସାମ୍ନାରେ ଅଛି, କ୍ୟାମେରା ସାମ୍ନାରେ ଧର ବାଘ ଅଛି, ମୁଁ କହୁଛି କ୍ୟାମେରା ଆପଣ ବାଘ ସେପଟେ ଅଛନ୍ତି, ମୁଁ ଏମିତି ବିହେଭ୍ କରିବି, ମୁଁ ଯେମିତି ଦେଖିନି। ସମଗୋତ୍ରୀ ବିବାହ ନଥାଏ ନା, ଟାଇଗର ଭିତରେ ବି ସେଇଭଳିଆ, ମାନେ 90% କେସ୍ରେ ଏମିତି କେସ୍ରେ ବାଘ ପଳାଏ। ଉତ୍ତରାଖଣ୍ଡ ସେପଟେ ତ ଆଜ୍ଞା ଦିନ ରାତି ବି ଆପଣ ଚାଲିକି ଯାଉଥିବେ, ବାଘ ଆପଣଙ୍କୁ କ୍ରସ୍ କରିଯିବେ, ତେନ୍ଦୁଆ ମାନେ ଚିତା କ୍ରସ୍ କରିଯିବେ, ତେଣୁକରି ତାଙ୍କ ପାଇଁ ନୀତିଦିନିଆ କଥା। କିନ୍ତୁ ତେଣୁକରି ଫ୍ୟାକ୍ଟ ହିସାବରେ ଦେଖିଲେ ବାଘକୁ ହରେଇବା ଗୋଟେ ଅଲଗା ଜିନିଷ, ଡରେଇବା ଗୋଟେ ଅଲଗା ଜିନିଷ, କିନ୍ତୁ ମାରିପାରିବେନି ଆଜ୍ଞା, ଫେସ୍ ଟୁ ଫେସ୍ରେ ଆପଣ ମାରିପାରିବେନି। ସେକେଣ୍ଡ ଜିନିଷ ହେଉଛି, କିନ୍ତୁ ଅସଲି ଯେଉଁ ମହାବଳ ବାଘ ତାକୁ ଆୟତ୍ତ କରିବା ଠିକ୍ ନୁହଁ, ଡରେଇ ଦେଇପାରନ୍ତି ସେଇଟା ଅଲଗା କଥା, କିନ୍ତୁ ମାରିପାରିବେନି। ତ ଆପଣଙ୍କ ସାମ୍ନାକୁ ଆପଣ ଗୋଟେ ଯାଇଛନ୍ତି, କ'ଣ ଅସୁବିଧା ହେଇଗଲା, ଯଦି ହଠାତ୍ ବାଘ ଆପଣଙ୍କ ସାମ୍ନାକୁ ପଳେଇ ଆସେ, ଆପଣ ନିଜର ରକ୍ଷା କରିପାରିବେ ଆଜ୍ଞା, 100% କରିପାରିବେ। ଆଉ ସେମିତି ବି ବାଘ ଯଦି ଆପଣଙ୍କ ସାମ୍ନାରେ ପଳେଇ ଆସେ, ଆପଣ ଡରିବେନି ଆଜ୍ଞା। ବାଘ ସବୁବେଳେ ମାରେ ନାହିଁ, ଆପଣ ଭାବୁଥିବେ ବାଘ ମାରେ, ବାଘକୁ ବଦନାମ କରାହେଉଛି, ନାହିଁ ଆଜ୍ଞା। ବାଘ ସବୁବେଳେ ସମସ୍ତଙ୍କୁ ମାରେ ନାହିଁ, ଯଦି ତାକୁ ଭୋକ ଲାଗିନାହିଁ ସେ ଖାଇବା ପାଇଁ କେବଳ ମାରେ, ରାଗ ରଖିକି ବାଘ କେବେ ମାରେ ନାହିଁ, କିମ୍ବା ସେ ରାଗକୁ ସେ ମନେ ରଖେନି। ଇଣ୍ଡିଆନ୍ ଟାଇଗର ପରା। ଯଦି ହଠାତ୍ ଆପଣଙ୍କ ସାମ୍ନାକୁ ବାଘ ପଳେଇ ଆସେ, ତାହେଲେ ଆପଣ କେମିତି ବଞ୍ଚିପାରିବେ? ଲୋକ ଭାବନ୍ତି ବାଘ ପଳେଇ ଆସିଲା ଆଉ କ'ଣ, ଲୋକ କହନ୍ତି ଯାହା କରିବା କଥା ବାଘ କରିବା, ଆମେ କ'ଣ କରିପାରିବୁ? ନାଇଁ ଆଜ୍ଞା, ତାର ଟ୍ରିକ୍ ଟେକ୍ନିକ୍ ଅଛି, ବାଘ ସବୁବେଳେ ମାରେ ନାହିଁ, ଆପଣ ବଞ୍ଚିପାରିବେ, 100% ବଞ୍ଚିପାରିବେ ଆପଣ। ବଡ଼ ବାଘ ହେଉଛି ନନ୍ଦନ ବାଘ, ତା ସହିତ ମୋର ଭାରି ଇମୋସନ୍ସ, କାହିଁକିନା ତା ନାଁ ବି ନନ୍ଦନ, ମୋ ନାଁ ବି ନନ୍ଦନ, ମୋ ନାଁ ବି ନନ୍ଦନ, ତା ନାଁ ବି ନନ୍ଦନ। ମୁଁ ଯେତେବେଳେ ବି ଯାଏ ତା ସହିତ ଫଟୋ ଉଠାଏ, ତାର ଯେଉଁ ପୋଷ୍ଟରଟା ଲଗାହେଇଛି, ବ୍ୟାନରଟା ଲଗାହେଇଛି, ତା ସହିତ ବି ଫଟୋ ଉଠାଏ। ମେଘା ଆଉ ନନ୍ଦନର ଯେଉଁ ପ୍ରେମ କାହାଣୀ, ସିଏ ବି ବହୁତ ଚର୍ଚ୍ଚିତ, କେମିତି ମେଘା ପଳେଇ ଆସିଥିଲା। ତ ନନ୍ଦନ ବାଘ ବି ଡେଇଁକି କେମିତି ପଳେଇଥିଲା, ବ୍ୟାରିକେଡ଼ ଡେଇଁକି ପଳେଇଥିଲା, 11-12 ଫୁଟ ନା 18 ଫୁଟ ବ୍ୟାରିକେଡ଼ ଡେଇଁକି ପଳେଇଥିଲା, ସିଏ ବି ଅଲଗା କାହାଣୀ, ଆପଣ ସମସ୍ତେ ଜାଣିଥିବେ, ନିଆରା କାହାଣୀ। ବୋଲି ଏ କଥାଟି ଆପଣଙ୍କୁ ସେୟାର କରିବା ଦରକାର। ଜୟ ଶ୍ରୀକୃଷ୍ଣ, ଜୟ ମହାପ୍ରଭୁ ଶ୍ରୀ ଜଗନ୍ନାଥ ସ୍ୱାମୀ। ଭକ୍ତଗଣ, ସାଙ୍ଗମାନେ, ମାତାଜୀ, ପ୍ରଭୁଜୀ, ସବୁବେଳେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର କଥା କୁହନ୍ତି, କିନ୍ତୁ ଆଜି କଥା ହେବା ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ବନେଇ ଯାଇଥିବା ପ୍ରାଣୀମାନଙ୍କ ବିଷୟରେ, ପଶୁମାନଙ୍କ ବିଷୟରେ। ପଶୁ କହିବା ଠିକ୍ ହେବନି, ମୋର ଫେଭରେଟ୍ ପଶୁ ଭିତରୁ ସିଏ ଜଣେ, ଆକ୍ଚୁଆଲି ଫେଭରେଟ୍, ସିଏ ହେଉଛି ବାଘ। ତାପରେ ପୁଣି ବଡ଼ କଥା ହେଉଛି ଆମର ନନ୍ଦନକାନନରେ ଯେଉଁଠି ଆମର ଧଳା ବାଘ ସଫାରି ଅଛି, ସେଥିରେ ଆମର ଯେଉଁ ନର୍ମାଲ ବାଘ, ସବୁଠୁ ବଡ଼ ବାଘ ହେଉଛି ନନ୍ଦନ ବାଘ, ତା ସହିତ ମୋର ଭାରି ଇମୋସନ୍ସ, କାହିଁକିନା ତା ନାଁ ବି ନନ୍ଦନ, ମୋ ନାଁ ବି ନନ୍ଦନ, ମୋ ନାଁ ବି ନନ୍ଦନ, ତା ନାଁ ବି ନନ୍ଦନ। ମୁଁ ଯେତେବେଳେ ବି ଯାଏ ତା ସହିତ ଫଟୋ ଉଠାଏ, ତାର ଯେଉଁ ପୋଷ୍ଟରଟା ଲଗାହେଇଛି, ବ୍ୟାନରଟା ଲଗାହେଇଛି, ତା ସହିତ ବି ଫଟୋ ଉଠାଏ। ମେଘା ଆଉ ନନ୍ଦନର ଯେଉଁ ପ୍ରେମ କାହାଣୀ, ସିଏ ବି ବହୁତ ଚର୍ଚ୍ଚିତ, କେମିତି ମେଘା ପଳେଇ ଆସିଥିଲା। ତ ନନ୍ଦନ ବାଘ ବି ଡେଇଁକି କେମିତି ପଳେଇଥିଲା, ବ୍ୟାରିକେଡ଼ ଡେଇଁକି ପଳେଇଥିଲା, 11-12 ଫୁଟ ନା 18 ଫୁଟ ବ୍ୟାରିକେଡ଼ ଡେଇଁକି ପଳେଇଥିଲା, ସିଏ ବି ଅଲଗା କାହାଣୀ, ଆପଣ ସମସ୍ତେ ଜାଣିଥିବେ, ନିଆରା କାହାଣୀ। ତେଣୁକରି ସେବେଠୁ ମୋର ବାଘ ସହିତ ଭାରି ନିବିଡ଼ ସମ୍ପର୍କ, ତାକୁ ମୁଁ ଭାଇ ବୋଲି ଡାକେ, ସିଏ ନନ୍ଦନ, ମୁଁ ନନ୍ଦନ। ଏବେ କିଛି ଦିନ ତଳେ ରଣଥାମ୍ଭୋର ଯାଇଥିଲି, ତାପରେ ଆମର ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟ ଯାଇଥିଲି,
ସେଠି ଯେତିକି ରେଞ୍ଜର ଅଛନ୍ତି, ଯେତିକି ତାଙ୍କର ଏକ୍ଜିକ୍ୟୁଟିଭ୍ ଅଛନ୍ତି, ଯେତିକି ସମସ୍ତେ ସପୋର୍ଟିଂ ଷ୍ଟାଫ୍ ଅଛନ୍ତି, ସମସ୍ତେ ମୋତେ ତାଙ୍କ ସହିତ ବୁଲିବା ପାଇଁ ଯାଇଥିଲି। ପୁରା ବ୍ୟାଘ୍ର ପ୍ରକଳ୍ପ ଦେଖିଲି, ସବୁ ଦେଖିଲି। ସେମାନେ ମୋତେ ବହୁତ କଥା କହିଲେ। ତାପରେ ମୁଁ ଭାବିଲି ଏ କଥାଟି ଆପଣଙ୍କୁ ସେୟାର କରିବା ଦରକାର, ଆପଣଙ୍କ ସହିତ ଏ କଥାକୁ ମୁଁ ସାଝା କରିବା ଦରକାର, ଆପଣ ବି ଜାଣନ୍ତୁ। ସେମିତି ତ ଯେଉଁମାନେ ବ୍ୟାଘ୍ର ପ୍ରକଳ୍ପ ପାଖରେ ରହୁଛନ୍ତି, ଯେଉଁ ଅଧିବାସୀ, ଯେଉଁ ମାତାମାନେ, ଯେଉଁ ଭଉଣୀମାନେ, ଯେଉଁ ପ୍ରଭୁମାନେ, ମାନେ ଯେତିକି ସବୁ ଅଧିବାସୀ ଅଛନ୍ତି, ଲୋକ ଅଛନ୍ତି, ଆମ ଓଡ଼ିଶାରେ ମଧ୍ୟ ବାହାରେ ବି ହଉ, ସେମାନେ ଅଳ୍ପ ବହୁତ ବ୍ୟାଘ୍ର କ'ଣ କରେ, କ'ଣ ନ କରେ, କ'ଣ ଖାଏ, କ'ଣ ପିଏ, କେତେବେଳେ ଆସେ, କେତେବେଳେ ଯାଏ, ତା'ର ଗୁଣ କ'ଣ, କେତେବେଳେ ଆଟାକ୍ କରେ, କେତେବେଳେ ଆକ୍ରମଣ କରେ, କେମିତି ତାଠୁ ବଞ୍ଚିବା, କେମିତି ତାକୁ ଘୋଡ଼େଇବା, ସବୁ ତାଙ୍କୁ ଜଣାଅଛି। କିନ୍ତୁ ଯେଉଁମାନେ ଜାଣିନାହାନ୍ତି ତାଙ୍କ ପାଇଁ ଏସବୁ କଥା ମୁଁ କହୁଛି। ସେମିତି ବି ବହୁତ ଡିଟେଲ୍ସରେ କୁହାଯାଇଛି, ମାନେ ଫ୍ୟାକ୍ଟ ସହିତ, କିଛି କାହାଣୀ ନୁହଁ। ଆଜି ଆପଣଙ୍କୁ ଜାଣିବାକୁ ମିଳିବ ଯେ ବାଘ ବିଷୟରେ ଆପଣ ଯେତିକି ଭୁଲ ଭାଲ ଜିନିଷ ସବୁ ଜାଣିଛନ୍ତି ସେସବୁ ଜାଣିବାକୁ ମିଳିବ। ସତ କଥା ସବୁ ଆପଣଙ୍କୁ ମୁଁ କହିବି, କ'ଣ କରାଯାଏ, ବାଘ କ'ଣ କରେ, କ'ଣ ନ କରେ, ଏମିତି ଜିନିଷ। ଆଉ ସେମିତି ବି ବାଘ ଯଦି ଆପଣଙ୍କ ସାମ୍ନାରେ ପଳେଇ ଆସେ, ଆପଣ ଡରିବେନି ଆଜ୍ଞା। ବାଘ ସବୁବେଳେ ମାରେ ନାହିଁ। ଆପଣ ଭାବୁଥିବେ ବାଘ ମାରେ, ବାଘକୁ ବଦନାମ କରାହେଉଛି, ନାହିଁ ଆଜ୍ଞା। ବାଘ ସବୁବେଳେ ସମସ୍ତଙ୍କୁ ମାରେ ନାହିଁ। ଯଦି ତାକୁ ଭୋକ ଲାଗିନାହିଁ, ସେ ଖାଇବା ପାଇଁ କେବଳ ମାରେ। ରାଗ ରଖିକି ବାଘ କେବେ ମାରେ ନାହିଁ, କିମ୍ବା ସେ ରାଗକୁ ସେ ମନେ ରଖିନାହିଁ। ଇଣ୍ଡିଆନ୍ ଟାଇଗର ପରା। ଆଉ ଯଦି ହଠାତ୍ ଆପଣଙ୍କ ସାମ୍ନାକୁ ବାଘ ପଳେଇ ଆସେ, ତାହେଲେ ଆପଣ କେମିତି ବଞ୍ଚିପାରିବେ? ଲୋକ ଭାବନ୍ତି ବାଘ ପଳେଇ ଆସିଲା ଆଉ କ'ଣ, ଲୋକ କହନ୍ତି ଯାହା କରିବା କଥା ବାଘ କରିବ, ଆମେ କ'ଣ କରିପାରିବୁ? ନାଇଁ ଆଜ୍ଞା, ତା'ର ଟ୍ରିକ୍ ଟେକ୍ନିକ୍ ଅଛି। ବାଘ ସବୁବେଳେ ମାରେ ନାହିଁ। ଆପଣ ବଞ୍ଚିପାରିବେ, 100% ବଞ୍ଚିପାରିବେ। ଆପଣ ଡରିବେନି। ଟ୍ରିକ୍ କିଛି କହିବି, ବାଘର ମାନସିକତା ସବୁ ଜିନିଷ କହିବି, ବାଘ ବିଷୟରେ ଆଉ କିଛି ଇଣ୍ଟରେଷ୍ଟିଂ ତଥ୍ୟ, ରୋଚକ ତଥ୍ୟ ଆପଣଙ୍କ ସହିତ ମୁଁ ସାଝା କରିବି। ଆପଣ ଯୋଡ଼ି ରୁହନ୍ତୁ ମୋ ସହିତ। ଆଉ ହେଇପାରେ ତ ଆକୁ ସେୟାର କରନ୍ତୁ, ସମସ୍ତଙ୍କୁ ଇଣ୍ଟରେଷ୍ଟିଂ ଲାଗିବ, ଭଲ ଲାଗିବ। ମୁଁ କେବେ ସବସ୍କ୍ରାଇବ୍ କରିବା ପାଇଁ କହେନି, କିନ୍ତୁ ସେୟାର କରିବା ପାଇଁ କହେ, କାହିଁକିନା ଯେଉଁ ଜିନିଷଟା ସମସ୍ତଙ୍କ ପାଖକୁ ପହଞ୍ଚିବା ଦରକାର। ହଠାତ୍ ଆମ ଓଡ଼ିଶାରେ ତ ନାହିଁ, ବାଘ ହଠାତ୍ ଆସିପାରିବନି, କିନ୍ତୁ ଶିମିଳିପାଳ ଏରିଆ, କିମ୍ବା ମୁଁ ଯେଉଁ ଯାଇଥିଲି ରଣଥାମ୍ଭୋର, ସେପଟେ ଆମର ଯେଉଁ ନର୍ଥ ଏରିଆ, ପାହାଡ଼ ଅଞ୍ଚଳ, ଯେଉଁଟା ଆମର କହନ୍ତି ଉତ୍ତରାଖଣ୍ଡ, ସେପଟେ ତ ଆଜ୍ଞା ଦିନ ରାତି ବି ଆପଣ ଚାଲିକି ଯାଉଥିବେ, ବାଘ ଆପଣଙ୍କୁ କ୍ରସ୍ କରିଯିବେ, ତେନ୍ଦୁଆ ମାନେ ଚିତା କ୍ରସ୍ କରିଯିବେ। ତେଣୁକରି ତାଙ୍କ ପାଇଁ ନୀତିଦିନିଆ କଥା। କିନ୍ତୁ ଆପଣଙ୍କ ସାମ୍ନାକୁ ଆପଣ ଗୋଟେ ଯାଇଛନ୍ତି, କ'ଣ ଅସୁବିଧା ହେଇଗଲା, ଯଦି ହଠାତ୍ ବାଘ ଆପଣଙ୍କ ସାମ୍ନାକୁ ପଳେଇ ଆସେ, ଆପଣ ନିଜର ରକ୍ଷା କରିପାରିବେ ଆଜ୍ଞା, 100% କରିପାରିବେ। ତେଣୁକରି କେବେ ଭାବିବେନି ଯେ ବାଘଠୁ ଆପଣ ବଞ୍ଚିପାରିବେନି ବୋଲି। କଥା ହେବା, ଦେଖନ୍ତୁ, ଲୋକ କହନ୍ତି ଯେ ବାଘ ବେଶୀ ବଳବାନ ନା ମଣିଷ ବେଶୀ ବଳବାନ। ମାନେ ଆପଣ ତଥ୍ୟ ହିସାବରେ ଦେଖିଲେ, କୌଣସି ବହି ହିସାବରେ ଦେଖିଲେ ସବୁବେଳେ ଜଣାଯିବ ଯେ ବାଘ ବଳବାନ। 200 କେଜି 250 କେଜି ତା'ର ବଳ ବହୁତ ଅଧିକା। ମଣିଷ କେବେ ବି, କୌଣସି ମଣିଷ କେତେ ବଡ଼ ପେହଲବାନ ହେଉ, ବାଘକୁ ହରାଇ ପାରିବ ନାହିଁ। କିନ୍ତୁ ଆମର ଇତିହାସରେ କଥା ଆସୁଛି ଯେ ଝଲକରି, ଯେ ମା ରାଣୀ ଲକ୍ଷ୍ମୀବାଇ, ସେ ବାଘକୁ ମାରିଛନ୍ତି। ଅବଶ୍ୟ ଛୁଆବେଳେ ମାରିଥାଇ ପାରନ୍ତି ଛୋଟ ବାଘକୁ, କିନ୍ତୁ ସେତେବେଳେ ତ ସେ ଛୋଟ ଥିଲେ ନା। ବାଘ ବି ଛୋଟ ଥିଲା, ସିଏ ବି ଛୋଟ ଥିଲେ, କିନ୍ତୁ ମାରିଥିଲେ। କିନ୍ତୁ ଏମିତି ଇନଷ୍ଟାନ୍ସ ତ ମିଳୁଛି। ନ୍ୟୁଜ୍ରେ ଆପଣ ବାରମ୍ବାର ଦେଖୁଥିବେ ଯେ ଖାଲି ହାତରେ ବି ବାଘ ଆଟାକ୍ କରୁଛି, ସତ କଥା, କିନ୍ତୁ ଖାଲି ହାତରେ ବି ଲୋକ ବାଘକୁ କାବୁ କରିଛନ୍ତି, ତାକୁ ଘୋଡ଼େଇ ଦେଇଛନ୍ତି। ମାରି ପାରିନାହାନ୍ତି, ସେଇଟା ଅଲଗା କଥା, କିନ୍ତୁ ତାପରେ ମାଡ଼ି ବସିଛନ୍ତି। ମାନେ ତେନ୍ଦୁଆ କଥା କୁହାହେଉଛି, ଯେଉଁଟା ଚିତାବାଘ। କିନ୍ତୁ ଅସଲି ଯେଉଁ ମହାବଳ ବାଘ, ତାକୁ ଆୟତ୍ତ କରିବା ଠିକ୍ ନୁହଁ। ଡରେଇ ଦେଇପାରନ୍ତି, ସେଇଟା ଅଲଗା କଥା, କିନ୍ତୁ ମାରିପାରିବେନି। ଆଜି ପର୍ଯ୍ୟନ୍ତ ସେମିତି ଦେଖାଯାଇନି। ରାଣୀ ଲକ୍ଷ୍ମୀବାଇଙ୍କ କଥା ଅଲଗା। ତେଣୁକରି ଫ୍ୟାକ୍ଟ ହିସାବରେ ଦେଖିଲେ ବାଘକୁ ହରେଇବା ଗୋଟେ ଅଲଗା ଜିନିଷ, ଡରେଇବା ଗୋଟେ ଅଲଗା ଜିନିଷ, କିନ୍ତୁ ମାରିପାରିବେନି ଆଜ୍ଞା। ଫେସ୍ ଟୁ ଫେସ୍ରେ ଆପଣ ମାରିପାରିବେ। ସେକେଣ୍ଡ ଜିନିଷ ହେଉଛି, ବାଘକୁ ଯଦି ଆପଣ ମାରିବା ପାଇଁ ଚାହୁଁଛନ୍ତି, ମାନେ ତାଠୁ ବଞ୍ଚିବା ପାଇଁ ଚାହୁଁଛନ୍ତି, ଘୋଡ଼ିବା ପାଇଁ ଚାହୁଁଛନ୍ତି, ତାଠୁ ସବୁ ଦୂରେଇକି ରହିବେ, ଫେସ୍ ଟୁ ଫେସ୍। ଫାର୍ଷ୍ଟ ଷ୍ଟେପ୍ ହେଉଛି ଏଇଆ। ଯଦି ଆପଣଙ୍କ ଆଖି ସାମ୍ନାରେ ଆସିଗଲା, ତାକୁ ଆଭଏଡ଼ କରିବା ପାଇଁ ଚେଷ୍ଟା କରିବେ। ଆଭଏଡ଼ କେଉଁ ଭଳିଆ ଆଜ୍ଞା? ତାକୁ ଦେଖିବେନି, ଏମିତି ବିହେଭ୍ କରିବେ ଯେମିତି ଆପଣ ଦେଖିନାହାନ୍ତି। ଆପଣ କହୁଥିବେ ଏତେ ଭୟ ସମୟରେ ଏତେ ବ୍ରେନ୍ କାମ କରିବ କେମିତି? ଏକ୍ସପିରିଏନ୍ସ ରୁହେ ଆଜ୍ଞା। ଯେତିକି ଜଙ୍ଗଲ ଅଧିବାସୀ ଅଛନ୍ତି କିମ୍ବା ରେଞ୍ଜର ଅଛନ୍ତି, ଯେଉଁମାନେ ଜଙ୍ଗଲକୁ ଏକ୍ସପ୍ଲୋର କରନ୍ତି ବାରମ୍ବାର, ତାଙ୍କ ସହିତ ମିଶିଛି, ମୁଁ ଜାଣିଛି ଯେ ତାଙ୍କର ବ୍ରେନ୍ ବି ଆରମ୍ଭରୁ କାମ କରୁନଥିଲା। କିନ୍ତୁ ହଠାତ୍ ବାଘ ଦେଖି ଦେଖି, ମାନେ ପଶୁ ବନ୍ୟଜନ୍ତୁ ଦେଖି ଦେଖି ତାଙ୍କର ବ୍ରେନ୍ ବି କାମ କରିବା ଆରମ୍ଭ କଲା। ମାନେ ବାଘ ଆପଣ, ମାନେ ମୁଁ ବୁଝେଇ ଦେଉଛି, ବାଘ ଆପଣଙ୍କଠୁ ଦୁରିଆ ଠିଆ ଅଛି, 10 ଫିଟ୍ ଦୁରିଆରେ। ଆପଣ କିଛି କରିପାରିବେନି ଆଜ୍ଞା। 10 ଫିଟ୍ କେତେ ଦୁରିଆ? ଆପଣ ଏମିତି ବିହେଭ୍ କରିବେ, ଯଦି ବାଘ ଥରେ ଝାମ୍ପ ମାଇଲା ସଇଲା, ଆଟାକ୍ କଲା, ଆପଣ ଏମିତି ବିହେଭ୍ କରିବେ, ବାଘ ଆପଣଙ୍କୁ ଦେଖୁଛି, ଆପଣ ବି ବାଘକୁ ଦେଖୁଛନ୍ତି, କିନ୍ତୁ ଏମିତି ବିହେଭ୍ କରିବେ ଯେ ବାଘକୁ ଆପଣ ଦେଖିନାହାନ୍ତି। ବାସ୍ ଏମିତି ଦେଖନ୍ତୁ, ଯେମିତି ବାଘ ଆପଣଙ୍କ ସାମ୍ନାରେ ଅଛି, କ୍ୟାମେରା ସାମ୍ନାରେ ଧର ବାଘ ଅଛି, ମୁଁ କହୁଛି କ୍ୟାମେରା, ଆପଣ ବାଘ ସେପଟେ ଅଛନ୍ତି, ମୁଁ ଏମିତି ବିହେଭ୍ କରିବି, ମୁଁ ଯେମିତି ଦେଖିନି।
ଏମିତି ବିହେଭ୍ କରିବେ। ସେମିତି ହେଲେ ବାଘ, କାହିଁକି ନା ବାଘ ମାରିବା ପାଇଁ ଚାହେଁନି ଆଜ୍ଞା, ଯଦି ତାକୁ ଭୋକ ଲାଗୁଥିବ ତାହେଲେ ଆଟାକ୍ କରିବ, ନହେଲେ କରିବନି ସିଏ। ମାନେ 90% କେସ୍ରେ ଏମିତି କେସ୍ରେ ବାଘ ପଳେଇବ ସାଙ୍ଗେ ସାଙ୍ଗେ। ଆଉ ସେକେଣ୍ଡ ଷ୍ଟେପ୍ ହେଉଛି, ଯଦି ବାଘ ନଗଲା ଆପଣଙ୍କ ପାଖକୁ ଆସିଲା, ତାହେଲେ ତା'ର ସେକେଣ୍ଡ ଷ୍ଟେପ୍ ହେଉଛି ଆପଣ ସେମିତି ଆଖିରେ ଆଖି ମିଶାଇବେ ଆଉ ଷ୍ଟେଡ଼ି ହେଇକି ରହିବେ। ଯେତେ ଜୋର ପାରିବେ ଚିଲେଇବେ ଆପଣ। ଇଏ ହେଉଛି ସେକେଣ୍ଡ ଷ୍ଟେପ୍। ଚିଲେଇଲେ ସେ ଜାଣିପାରେନି, ତାକୁ ଭୟ ଲାଗେ, ମାନେ ଆପଣ ଘୁରେଇବେ, ହାତ ଗୋଡ଼ ହଲେଇକି ଯେତେ ଜୋର ପାରିବେ ଆପଣ। ଏ ତ ମୁଁ ଷ୍ଟୁଡ଼ିଓ ଭିତରେ ଯେ ଚିଲେଇ ପାରୁନି, କିନ୍ତୁ ମୁଁ ଆପଣ ଯେତେ ଜୋର ପାରିବେ ଆପଣ ଚିଲେଇବେ। ବାଘ ଡରିଯାଏ ସେଥିରେ ଆଜ୍ଞା, ସେ ବୁଝିପାରେନି ଇଏ ମଣିଷ ନା କେତେ ବଡ଼ ମୋଠୁ ପାୱାରଫୁଲ୍ ନା ଆଉ କ'ଣ। ବଳ ସିଏ ଆକଳନ କରିପାରେନି ଆପଣଙ୍କର, ଜାଣିପାରେନି। ତେଣୁକରି ଆପଣ ଏଠିରେ ବଞ୍ଚି ଯାଇପାରନ୍ତି, ସାଇଡ଼୍ ହେଇଯାଇପାରେ, ଡରିକି ଯାଇପାରେ। ଥାର୍ଡ଼ ଜିନିଷ ହେଉଛି, ଆପଣ ପଥର ମାରିପାରିବେ ଫାଇନାଲି। ଇଏ ବହୁତ ରେୟାର କେସ୍। ପଥର ହାତରେ ଯାହା ଅଛି ମାରିପାରିବେ, ଏଇଟା ହେଇପାରିବନି। ଫୋର୍ଥ କେସ୍ ହେଉଛି ଏଇଆ, ଯଦି ସିଏ ଆପଣଙ୍କ ପୁରା ପାଖାପାଖି ପଳେଇ ଆସିଛି, ଆପଣ କେବେ ବି ଚାହିଁବେନି, ମାନେ 100% କେସ୍ରେ ଆପଣ କେବେ ଚାହିଁବେନି ସିଏ ଆପଣଙ୍କୁ ଟଚ୍ କରୁ, କିମ୍ବା ଆପଣ ତାକୁ କୌଣସି ପ୍ରକାର ଟଚ୍ କରନ୍ତି। ଯେ ପର୍ଯ୍ୟନ୍ତ ସିଏ ଆପଣଙ୍କୁ ଟଚ୍ ନ କରିଛି, ସିଏ ଜାଣିପାରିବନି ଆପଣଙ୍କର ବଳ କେତେ ଅଛି। ଯଦି ଭୁଲରେ ବି ଆପଣ ତାକୁ ଟଚ୍ କରିଦେଲେ, କିମ୍ବା ସିଏ ଆପଣଙ୍କୁ ଟଚ୍ କରିଗଲା, ତା ବଡ଼ି ଆପଣଙ୍କ ସହିତ ଟଚ୍ ହେଇଗଲା, କିମ୍ବା ଆପଣଙ୍କ ବଡ଼ି ତା ସହିତ ଟଚ୍ ହେଇଗଲା, ଗଲା କଥା ଆଜ୍ଞା, ଗଲା କଥା। ସିଏ ଜାଣିଦେବ ଯେ ଆର ବଳ ବେଶୀ ନାହିଁ, ତାର ସେନ୍ସ ଅଛି, ସେ ଜାଣିଦେବ ଆପଣଙ୍କୁ ଗୋଟେ ଝଟକାରେ ମାରିଦେବ। ସିଏ ଗୋଟିଏ ଝଟକାରେ ମାରିଦେବ ସିଏ। ତାପରେ ଆମେ ଦେଖିବା ହେଉଛି ଆଜ୍ଞା, ଫାଇନାଲି ଫିଫ୍ଥ କେସ୍, ଲାଷ୍ଟ କେସ୍ଟା ଯେଉଁଟା, ଯେ ବାଘ ଯେତେ ବଡ଼ ହେଇଥାଉ ନା କାହିଁକି, ଆପଣ କ'ଣ କରିବେ, ବାଘ ମୋଟା ଜାଣିପାରେନି। ଆପଣ ଯେତେ ମୋଟା କୁହନ୍ତୁ, ସିଏ ବୁଝିବା ଦରକାର ନାହିଁ। ବାଘ ଯଦି ଆପଣଙ୍କୁ ଆଟାକ୍ করে, ଆପଣ କେବେ ବସିକି ରହିବେନି, ଆଣ୍ଠେଇ ପଡ଼ିବେନି, ହାତ ଯୋଡ଼ି ପକାଇବେନି, ନା 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 ନା, ସେ ଭୁଲ ଜମା କରିବେନି। କେବେ ଶୋଇବେନି, ଯେମିତି ଭାଲୁ କଥା ପରେ କଥା ହେବା, କିନ୍ତୁ ବାଘ କେସ୍ରେ ବି ଆପଣ କେବେ ନିଶ୍ୱାସ ବନ୍ଦ କରିକି ଶୋଇବେନି, ସେ ବି ଭୁଲ ଜିନିଷ ଆଜ୍ଞା। ବଡ଼ ଜିନିଷ ହେଉଛି, ଯେତେବେଳେ ବାଘ ଆପଣଙ୍କ ସାମ୍ନାକୁ ଆସିବ, ଆପଣଙ୍କ ପାଖରେ କିଛି ଠେଙ୍ଗା ରହିବା ଦରକାର, ବାଡ଼ି, ଠେଙ୍ଗା କିମ୍ବା ଯାହା ବି ଲମ୍ବା ଜିନିଷ ହଉ, ଆପଣଙ୍କ ମୁଣ୍ଡ ଉପରେ ଆପଣ ରଖିଦେବେ, ଏଇଭଳିଆ କରିକି ମୁଣ୍ଡ ଉପରେ କରିକି ଆପଣ ଥୋଇଦେଲେ କ'ଣ ନା, ବାଘ ଜାଣିପାରେନି, ସିଏ ଭାବେ ଇଏ ହେଉଛି ବଡ଼, ମୋ ଠାରୁ ବଡ଼ ଜୀବ। ବାଡ଼ିଟେ, ଠେଙ୍ଗାଟେ କେତେ ମୋଟା ହେବ ଆଜ୍ଞା, ଏତିକି ମୋଟା ଖଣ୍ଡେ ହେବ। ସେତିକି ମୋଟାରେ ବି ତାକୁ, ମାନେ ମୋଟାର ସହିତ କିଛି ସମ୍ପର୍କ ନାହିଁ, ତା'ର ଡେଙ୍ଗା ସହିତ ସମ୍ପର୍କ, ଇଏ କେତେ ହାଇଟ୍ ଅଛି। ତେଣୁକରି ଖାସ୍ କରିକି ବାଘମାନେ ଦଳବଦ୍ଧ ହେଇକି ମଧ୍ୟ ଜିରାଫକୁ ଆକ୍ରମଣ କରନ୍ତିନି। ଜିରାଫ ବହୁତ ଲମ୍ବା, ମାନେ ଡେଙ୍ଗା ନା। ତେଣୁକରି ଆପଣ ଦେଖିଥିବେ, ଯେତିକି ଗାଇଡ଼ ବି ଅଛନ୍ତି ଆଫ୍ରିକାରେ ହେଉ, ସେମାନେ ସିଂହ ବାଘମାନଙ୍କୁ ଯେତେବେଳେ ଦେଖିବା ପାଇଁ ଖାଲି ପାଦରେ ଯେତେବେଳେ ଯାଆନ୍ତି, ଗସ୍ତ ତାକୁ କୁହନ୍ତି, ଗସ୍ତ, ଖାଲି ପାଦରେ ଯିବାକୁ ପଡ଼େ, ସେମାନେ ହାତରେ ବଡ଼ ବଡ଼ ଠେଙ୍ଗା ଧରିଥାନ୍ତି। ବାଘ ଯଦି ଆଇଲା ବି, ସେମାନେ ହାତ, ମାନେ ମୁଣ୍ଡ ଉପରେ ରଖିଦିଅନ୍ତି ଠେଙ୍ଗାଟାକୁ, ମାନେ ସେ ତ ନିଜେ 6 ଫୁଟ ପାଖାପାଖି ହେଇଥିବେ, ଠେଙ୍ଗାଟା ବି ସେ 6 ଫୁଟ ପାଖାପାଖି ହେଇଥିବ। ତେଣୁ 12 ଫୁଟ ହେଲା ମାନଙ୍କୁ ବାଘ ଆଉ କେଉଁଠି ଜାଣିପାରିବ। ବାଘ ଭାବିବେ ବଡ଼ ଅଛି, ବାଘ ଆଟାକ୍ କରେନି କେହି ବି ଆଜ୍ଞା। ଇଏ ହେଉଛି ଟ୍ରିକ୍, ବାଘ ଜମା ଆଟାକ୍ କରିବନି। ଏସବୁ ଜିନିଷ ଆପଣ ମନେ ରଖିଥିବେ। ତାପରେ ଜିନିଷ ହେଉଛି ଆଜ୍ଞା, ବାଘ ବିଷୟରେ କିଛି ଇଣ୍ଟରେଷ୍ଟିଂ ତଥ୍ୟ ହେଉଛି ଯେ, ବାଘର ନିଜର ଅସୁଲ ଅଛି ଆଜ୍ଞା, ନିୟମ ଅଛି। ବାଘ ସେମିତି କାହାକୁ ମାରିବନି। ଯଦି ଆପଣ ବାଘକୁ ରଗେଇ ଦେଇଛନ୍ତି, ବାଘ ଆପଣଙ୍କ ଚେହେରା ମନେ ରଖିଥାଏ, କିନ୍ତୁ ଯେହେତୁ ସିଏ ବାଘ ହେଉଛି ଜଙ୍ଗଲର ରାଜା, ତା'ର ଆଟିଟ୍ୟୁଡ଼୍ ବି ରାଜା ଭଳିଆ। ଆଉ ମୋ ଫେଭରେଟ୍ ଜୀବ, ମାନେ ପଶୁ ତ ବାଘ। ଆହୁରି ଇଣ୍ଟରେଷ୍ଟିଂ କଥା କହୁଛି ଆଜ୍ଞା, ଆପଣଙ୍କୁ ବି ଭଲ ଲାଗିବ, ଆପଣ ବାଘ ସହିତ ନିଜକୁ ଯୋଡ଼ି ପାରିବେ। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ସିଏ ଗୋଟେ କ୍ରିଏଚର୍, ବାଘ ହେଉଛି ଆମର ଜାତୀୟ ପଶୁ। ଯେ ବାଘ ବହୁତ ଅଳସୁଆ ଆଜ୍ଞା, ମୁଁ ବି ଟିକେ ଅଳସୁଆ। ଆଉ ଯିଏ ନିଜକୁ ବାଘ ବୋଲି ଭାବୁଛନ୍ତି, ସିଏ ଟିକେ ଖୁସି ହେଇଯାଆନ୍ତୁ। ବାଘ ବହୁତ ଅଳସୁଆ ଆଜ୍ଞା। ଆପଣ ଭାବୁଥିବେ କି ବାଘ ବହୁତ ଦୌଡ଼ି ଦୌଡ଼ି ଶିକାର କରେ, ନାହିଁ ଆଜ୍ଞା। ତା'ର ଟ୍ରିକ୍ ହେଉଛି ଏଇଆ, ବାଘ ଯଦି 100 ଥର ଶିକାର କରେ, କେବଳ 20 ଥର ସିଏ ସଫଳ ହୁଏ, ପ୍ରତିଥର ଏଭରେଜରେ, ଆଉ 80 ଥର ସିଏ ଫେଲ୍ ହୁଏ ଆଜ୍ଞା। ଆପଣ ଜାଣିନଥିଲେ ନା? ସବୁବେଳେ ତାକୁ ଶିକାର ମିଳେନି, ତେଣୁକରି ସିଏ ବଡ଼ ବଡ଼ ଶିକାର ସବୁ ଟାର୍ଗେଟ୍ କରେ। ବା କେତେ କରିପାରିବ ସିଏ, ବହୁତ ଅଳସୁଆ ସିଏ। ତେଣୁକରି ସେ ଛେଳି, ମାନେ ଛୋଟ ଛୋଟ ଜୀବ, ଏମାନଙ୍କୁ ବେଶୀ ଆକ୍ରମଣ କରେନି। ସିଏ ସମ୍ବର, ମାନେ ଯେଉଁ ବଡ଼ ବଡ଼ ଜୀବ, ତାଙ୍କୁ ସିଏ ଆକ୍ରମଣ କରେ। କାହିଁକିନା ଥରେ ମାରିଦେଲା ପରେ ସେ ତାର ବଞ୍ଚେଇକି ରଖେ, ଖାଏ 3-4 ଦିନ, 5 ଦିନ, 6 ଦିନ ପର୍ଯ୍ୟନ୍ତ ସେ ଖାଇ ଚାଲିବ, ତାର କିଛି ଅସୁବିଧା ନାହିଁ। ତେଣୁକରି ବାଘ ଶିକାର ବେଶୀ କରେନି, ଥରେ ଶିକାର କରିଦେଲା ଶୋଇଥିବ, ସେମିତି ସିଏ ବହୁତ ଟାଇମ୍ ଶୋଏ ଆଜ୍ଞା। ବାଘ ବହୁତ ଅଳସୁଆ ଯିବ, ମୁଁ ବି ବହୁତ ଶୋଏ। ଆପଣମାନେ ଶୁଅନ୍ତି କି ନାହିଁ, ବାଘ ଆପଣଙ୍କର କେତେ ପସନ୍ଦ ନିଶ୍ଚିତ ଭାବରେ କହିବେ। ଆଉ ଗୋଟେ କଥା କହିଥିଲି ଆଜ୍ଞା, ହଁ, ବାଘର ଅସୁଲ ଅଛି ଯେଉଁ କହିଥିଲି, ଯେ ବାଘକୁ ଆପଣ ଯଦି ଚିଡ଼େଇ ଦେଲେ ହଠାତ୍ କି, ସେ ଆପଣଙ୍କୁ ମନେ ରଖିଥାଇପାରେ, କିନ୍ତୁ ଆପଣଙ୍କୁ ଆଟାକ୍ କରିବନି। ଯଦି ଖାଲି ପାଇଲା ବି ଆପଣଙ୍କୁ ଆଟାକ୍ କରିବନି, ଯେ ମନେ ରଖିକି ଯିଏ ମୋତେ ଚିଡ଼େଇଥିଲା ବୋଲି, ନା ନା। ଯଦି ତାକୁ ଭୋକ ଲାଗୁଛି, ଦେଖିବ 2ଟା ଗୋଡ଼ ଅଛି, 2ଟା ହାତ ଅଛି, ସେ ଯିଏ ହଉ ଖାଇବ ସିଏ। ଯଦି ଭୋକ ନାହିଁ, ଆପଣଙ୍କୁ ଚିଡ଼େଇବନି ଆଜ୍ଞା। ଇଏ ହେଉଛି ଇଣ୍ଡିଆନ୍ ଟାଇଗର, ବାଘ।
ତାପରେ ହେଉଛି ଯେଉଁ ବାଘର ଯେଉଁ କହୁଥିଲି ଅସୁଲ ଅଛି ଆଜ୍ଞା, ନିଜର ଅସୁଲ ଇଏ ଯେ ଫାଷ୍ଟ ଅସୁଲ। ସେକେଣ୍ଡ ଅସୁଲ ହେଉଛି ଏଇଆ ଯେ ସିଏ କେବେ ହେଲେ ମଧ୍ୟ ମାନେ ଧର ଗାଁ ଭିତରକୁ ଗଲା, ସେଇଠି ଆପଣ ଶୋଇଛନ୍ତି ଆଜ୍ଞା, ଚାରପାଇ କିମ୍ବା ଖଟ ପକେଇକି ଶୋଇଛନ୍ତି, ଆପଣଙ୍କ ସାଇଡ଼ରେ ପଳେଇବ କିନ୍ତୁ ଆପଣଙ୍କୁ ଆଟାକ୍ କରିବନି, ସେ ଦିନ ହଉ ରାତି ହଉ। ଖାସ୍ କରି ରାତିରେ ଆସନ୍ତି ସେଇ ଛେଳି ଆଉ କୁକୁର ମାରିବା ପାଇଁ ଆସନ୍ତି, ସିଏ ଛେଳି କୁକୁରକୁ ମାରିବା ପାଇଁ ଆସନ୍ତି। କିନ୍ତୁ ଆପଣ ସେଇଠି ଶୋଇଥିବେ, ଆପଣଙ୍କୁ କିଛି କରିବନି ଆଜ୍ଞା, ଖାଲି ସେ ଖାଇବା ପାଇଁ ଆସେ। ଇଏ ହେଉଛି ବାଘର ଅସୁଲ। କିନ୍ତୁ ଜଙ୍ଗଲକୁ ଆପଣ ଯିବେ, ଆଟାକ୍ କରିବ ସେ ଆପଣଙ୍କୁ ଖାଇବା ପାଇଁ। ଇଏ ହେଉଛି ବାଘର ଅସୁଲ, ଇଏ ହେଉଛି ବାଘ। ସେଇଥିପାଇଁ ବାଘ ହେଉଛି ସବୁଠାରୁ ମୋର ଫେଭରେଟ୍ ପଶୁ। ମାନେ ଡରେନି ସିଏ, ତାର ନିୟମ ଅଛି ଯେ ଯଦି ଆପଣଙ୍କ ଗାଁ ଭିତରକୁ ସିଏ ଗଲା, ଆପଣ ସେଇଠି ଶୋଇଥିବେ, ସିଏ ଯାଇକି ଖୋଜିକି କେଉଁଠି କୁକୁର ମାରିବ କିମ୍ବା ଛେଳି ମାରିବ, ଏଇଆ କରିବ, ଆପଣଙ୍କ ସାଇଡ଼ରେ ପଳେଇବ। ତେଣୁକରି ଗାଁରେ ଦେଖିବେ ବାଘ ଚିହ୍ନ ସବୁ ପଡ଼ିଥିବ କିନ୍ତୁ ଆପଣଙ୍କୁ କିଛି କରିନଥିବେ ସିଏ। ମାନେ କଦବା କଚା ମାନେ କ୍ୱଚିତ ହେଇଛି ଏଇଭଳିଆ ଯେ ଯେଉଁ ଝୁପୁଡ଼ି ଘର ହେଇଥିବ, ତାକୁ ଅଧିକ ଭୋକ ଲାଗିଥିବ, ସିଏ ଖାଇବାକୁ ପାଇନଥିବ, କାହାକୁ ଟାଣିକି ନେଇଯାଏ, ସିଏ ଗୋଟେ ଅଲଗା ଜିନିଷ ଆଜ୍ଞା। ମାନେ ମିଳେନି ଯେତେବେଳକୁ, ନହେଲେ ସେ ବାଘ କେବେ ନିଏନି। ଆଉ ତାପରେ ହେଉଛି ବାଘର ମେନ୍ ଜିନିଷ, ଏସବୁ କଥା ସେମାନେ ମୋତେ କହିଛନ୍ତି ଆଜ୍ଞା। ଆପଣ ବି ଶୁଣିଥିବେ, ଯଦି ଆପଣଙ୍କ ଜୀବନରେ ହେଇଥିବ ଆପଣ ଜାଣିଥିବେ ଜିନିଷ, ଏ ନ୍ୟାଚୁରାଲ୍ ଜିନିଷ। ତାପରେ ହେଉଛି ବାଘର ମେନ୍ ଜିନିଷ ହେଉଛି ଯେତେବେଳକୁ ରାତିରେ ବି କୌଣସି ମଣିଷକୁ ପାଇଲା, ଜଙ୍ଗଲ ବାହାରେ ହେଇଛି, ସେ ମଣିଷକୁ ଆଟାକ୍ କରିବନି, ସେ ମଣିଷ ପଛେ ପଛେ ଫଲୋ କରିକି ଆସିବ। କେଉଁଥିପାଇଁ ଆଜ୍ଞା? କାହିଁକିନା ଗାଁ ଗୁଡ଼ାକରେ ଦେଖିବେ ଆପଣ, ଯେତିକି ଗାଁ ଗହଳିରେ ଯେତେବେଳେ ମଣିଷ ପହଞ୍ଚିଯାଏ ତାଙ୍କ ଘରକୁ, କିଛି କୁକୁର ଆସିଥିବେ, ପାଳିତ କୁକୁର, କିମ୍ବା ଯେଉଁମାନଙ୍କୁ ସେ ବିସ୍କୁଟ୍ ରୁଟି ଫୁଟି ଦେଇକି ରଖିଥିବେ, ଦାନା ଦେଇକି ରଖିଥିବେ, ସେ କୁକୁର ସବୁ ପଳେଇ ଆସନ୍ତି। ସେ କୁକୁରମାନଙ୍କୁ ଖାଇବା ପାଇଁ ବାଘ କିମ୍ବା ତେନ୍ଦୁଆ ଯେଉଁଟା କହନ୍ତି ଆମର ଚିତାବାଘ, ଏମାନେ ପଳେଇ ଆସନ୍ତି, ମଣିଷକୁ ସେ ମାରିବେ। ଇଏ ହେଉଛି ତାର ଟ୍ରିକ୍। ଏବେ ଆପଣଙ୍କୁ ଇଣ୍ଟରେଷ୍ଟିଂ ଲାଗିବ, ମୁଁ ଆଉ କିଛି କଥା କହୁଛି ଯେଉଁଟା ଆଲଫା ମେଲ୍ କଥା କହୁଛି। ଏବେ ଖେଳ ଆସିଗଲା ଆଜ୍ଞା, ପାଟରାଣୀ କଥା ଆସିଗଲା, ରାଣୀ କଥା ଆସିଗଲା, ଆଲଫା ମେଲ୍ ଆସିଗଲା। ତାପରେ ହେଉଛି ଫ୍ଲୋଟର କହନ୍ତି ଜଣକୁ, ମାନେ ଟ୍ରାନଜିଏଣ୍ଟ। ଆଲଫା ମେଲ୍ ଯେଉଁ ବାଘ ହେଉଛି, ତାର ଛାତି ଚଉଡ଼ା ଥିବ, ସିଏ ପୁରା ରାଗି ଥିବ, ମାନେ ଯେଉଁଟା କହନ୍ତି ରାଉଡ଼ି ଟାଇପ୍ର। ଆପଣ ଆନିମଲ୍ ଫିଲ୍ମ ଦେଖିଥିବେ, ଆଲଫା ମେଲ୍ ୟୁଜ୍ ହେଉଥିବ ବାରମ୍ବାର। ତ ତାର ମାନେ 40 କିଲୋମିଟର 60 କିଲୋମିଟର ଭିତରେ ହଉ, 20 କିଲୋମିଟର ଭିତରେ ହଉ, ଜଙ୍ଗଲ ଭିତରେ 5, 6, 10 ଜଣ ବାଘୁଣୀ ଥିବେ। ମାନେ ତାଙ୍କୁ ରାଣୀ କୁହାଯିବ, କିନ୍ତୁ ତାଙ୍କ ଭିତରୁ ଜଣେ ଥିବ, ସିଏ ହେଉଛି ପାଟରାଣୀ। ତାକୁ ସିଏ ବେଶୀ ଧ୍ୟାନ ରଖେ। ତାଠାରୁ ତାର ଛୁଆଟା ଦରକାର, ଛୁଆଟା ବହୁତ ଷ୍ଟ୍ରଙ୍ଗ ହେବ, ଇଏ ହେବ ସବୁବେଳେ। ମାନେ ଯେତେବେଳେ ଶିକାର କଲା, ବାକି ସମୟ ସିଏ ଆସିକି ବାଘୁଣୀ ସାଙ୍ଗରେ ଗେଲ ହେଉଥିବ, ଇଏ ହେଉଥିବ, ସିଏ ହେଉଥିବ, ସବୁବେଳେ ପାଖରେ ଥିବ ସିଏ। ଏହା କୁହନ୍ତି ଆଲଫା ମେଲ୍। ଆଉ ଜଣେ ହେଉଛି ଟ୍ରାନଜିଏଣ୍ଟ ବା ଫ୍ଲୋଟର। ସିଏ କ'ଣ ନା ଜଙ୍ଗଲର ଅଲଗା ଜାଗାରେ ଥାଏ। ଅଲଗା ବାଘ ଗୁଡ଼େ ଅଛନ୍ତି ନା, ସେମିତି ବାଘ ଦେଖିବା ପାଇଁ ସୁନ୍ଦର ଥିବେ, ଛାତିପାତି ଥିବ, କିନ୍ତୁ ଏକ୍ସପିରିଏନ୍ସ ନାହିଁ। ଅନ୍ୟ ବାଘମାନେ ଯେତିକି ଆଲଫା ମେଲ୍ ଅଛନ୍ତି ତାକୁ ଘୋଡ଼ଉଥିବେ, ଯାହାଠୁ ପଳା, ମୋ ଏରିଆରୁ ପଳା, ଏଠି ସବୁ ଯେତିକି ଅଛନ୍ତି ରାଣୀ ମୋର ଅଛନ୍ତି, ପାଟରାଣୀ ମୋର, ପଳା ଏଠୁ। ତ ସିଏ ତାର ଯାଏ ଆସେ, ଯେଉଁ ମାନେ ଟ୍ରାନଜିଏଣ୍ଟ ଯିଏ ଫ୍ଲୋଟର, କିନ୍ତୁ ତାର ଏକ୍ସପିରିଏନ୍ସ ନଥାଏ। ସିଏ ଟିକେ ଆରମ୍ଭରୁ ଭୟ କରିଥାଏ। ଯେତେବେଳେ ତାର ଟିକେ ବୟସ ହେଇଯାଏ, ସିଏ ବି ଲଢ଼ିବା ପାଇଁ ରେଡ଼ି ହେଇଯାଏ। ମନେ ରଖନ୍ତୁ, ବାଘ କେବେ ଲଢ଼ିବା ପାଇଁ ପସନ୍ଦ କରେନି, ଏ ସତ କଥା। ଯେମିତିକି ମୁଁ ଆପଣଙ୍କୁ ଆଗକୁ କହିଥିଲି, ବାଘ ବହୁତ ଅଳସୁଆ ଯିବ, ସବୁବେଳେ ଶିକାର କରିପାରିବନି। ଆଉ ପ୍ରତି 100 ଥରରୁ ମାତ୍ର 20 ଥର ସିଏ ପାସ୍ ହୁଏ, ଶିକାର ପାଏ। 80 ଥର ସିଏ ପାଏନି, ଭୋକରେ ମରିଯିବ ସିଏ 3-4 ଦିନ ନ ଖାଇଲେ। ତେଣୁକରି ସିଏ କ'ଣ କରେ ନା, ଯୁଦ୍ଧକୁ ସିଏ ସବୁବେଳେ ଟାଳେ, ଯୁଦ୍ଧ କେବେ କରେନି ଆଜ୍ଞା। ସିଏ କେବେ ଚିଲାଚିଲି କରେନି। ଯେତେବେଳେ ସେ ବୁଲୁଥିବ, ସେତେବେଳେ ଚିଲଉଥିବ ଏଇଥିପାଇଁ ଯେ ମୋ ଏରିଆରୁ ପଳା। ଯୁଦ୍ଧ କଲାବେଳକୁ ସେ କେବେ ଚିଲେଇବନି। ଆଉ ଯୁଦ୍ଧଟା ତା ପାଇଁ ଫାଇନାଲ୍ ଜିନିଷ। କାହିଁକି କହିଲେ ଆଜ୍ଞା, ଯଦି ଯୁଦ୍ଧ କରିବ, ଯଦି ଇଏ 20 ପଞ୍ଝା ବି ମାଇଲା ସାମ୍ନାବାଲା ବାଘକୁ, ଯିଏ ଆଲଫା ମେଲ୍ ଅଛି, ଯଦି 20 ପଞ୍ଝା ବି ମାଇଲା ସେ ଫ୍ଲୋଟରକୁ କିମ୍ବା ସେ ଜୋକରକୁ କିମ୍ବା ସେ ଟ୍ରାନଜିଏଣ୍ଟକୁ, ସେ ଟ୍ରାନଜିଏଣ୍ଟ ବି ତ 2 ଚାପୁଡ଼ା ମାରିପାରିବ ନା ତାକୁ। ଯଦି ତାର ଦାନ୍ତ ଭାଙ୍ଗିଗଲା ଆଲଫା ମେଲ୍ର, କିମ୍ବା ତାର ନଖ ପଖ ଇଞ୍ଜର୍ଡ଼ ହେଇଗଲା, ଛାତି ଫାତି ଇଞ୍ଜର୍ଡ଼ ହେଇଗଲା, ତାର ଆଗ ଗୋଡ଼ ମାନେ ତାର ବହୁତ ଷ୍ଟ୍ରଙ୍ଗ ଥାଏ, ଶିକାର କରିପାରିବନି ନା ସିଏ, କିଛି ଦିନ ପାଇଁ ରହିଯିବ ସିଏ। ତେଣୁକରି ସେ ଲାଷ୍ଟ ପର୍ଯ୍ୟନ୍ତ ଦେଖେ ଯେ ଚାନ୍ସ କେମିତି ଯୁଦ୍ଧ ପାଇଁ ନ ଆଟାକ୍ ନ। ଆଟାକ୍ ହେଉଛି ଫାଇନାଲ୍ ଜିନିଷ। ତାକୁ ବି ତ ଶିକାର କରିବାର ଅଛି ନା, ତାକୁ ଖାଇବା ପାଇଁ କିଏ ଦେବ? ତେଣୁକରି ଏଇଟା ହେଉଛି ଫାଇନାଲ୍ ଜିନିଷ, ଜାଣିଥିବେ। ଆଉ ଯେମିତି ମଣିଷ ଭିତରେ ଟିକେ ମାନେ ଆମର ଇଲିଗାଲ୍ ଅଛି ଯେ ଆମର ବୟଫ୍ରେଣ୍ଡ ଗର୍ଲଫ୍ରେଣ୍ଡ ଅଛନ୍ତି, କିମ୍ବା ସ୍ୱାମୀ ସ୍ତ୍ରୀ ଅଛନ୍ତି, କିମ୍ବା ଯେଉଁ ଦୈହିକ ସମ୍ପର୍କ ହେଉଛି ଇଲିଗାଲ୍ ସମ୍ପର୍କ, ପରକୀୟା ପ୍ରୀତି, ତାଙ୍କ ଭିତରେ ସେଭଳିଆ ଅଛି ଆଜ୍ଞା। ଯଦି ଆଲଫା ମେଲ୍ ମାନେ ସେକ୍ସ କରିକି, ମିଟିଂ କରିକି ପାଟରାଣୀକୁ ପ୍ରେଗନେଣ୍ଟ କରିଦେଇଛି, ଗର୍ଭବତୀ କରେଇ ଦେଇଛି, ଯଦି ସେ ଚାହିଁବ, ସେ ପାଟରାଣୀ, ସେ ବାଘୁଣୀ, ମାନେ ଯେଉଁଟା ଆମର ବାଘୁଣୀ,
ପାଟରାଣୀ ଯାକୁ କୁହାଯାଉଛି, ସିଏ ଚାହିଁଲେ ବି ତାର ମାନେ ମାଇଣ୍ଡ ଏତେ ଷ୍ଟ୍ରଙ୍ଗ ଯେ ଇନିସିଆଲ ଷ୍ଟେଜ୍ରେ ଯେତେବେଳେ ସେ ପ୍ରେଗନେଣ୍ଟ ଥିବ ସେତେବେଳକୁ ସିଏ ମିସକ୍ୟାରେଜ୍ କରିଦେଇପାରିବ, ମାନେ ନିଜର ଗର୍ଭପାତ ନିଜେ କରିପାରିବ। ଏଇଟା ଏଇଥିପାଇଁ ହୁଏ ଯେ ସାମ୍ନାରେ ଆଉ ଯେଉଁ ବାଘ ଅଛି ଯିଏ ଆଲଫା ମେଲ୍ ନୁହଁ, ଯିଏ ଫ୍ଲୋଟର ଅଛି ବର୍ତ୍ତମାନ ଟ୍ରାନଜିଏଣ୍ଟ ଅଛି, ତାକୁ ଦେଖିଲା ଇଏ ବି ବଡ଼ ହ୍ୟାଣ୍ଡସମ୍ ଦେଖାହେଉଛି। ବାଘ ତ ବାଘ ନା ଆଜ୍ଞା, ତାର ସିନା ଏକ୍ସପିରିଏନ୍ସ ହେଇନି, ଟିକେ ଭୟ କରୁଛି ବୋଲି ବଳ ତା ଭିତରେ ବି ଅଛି। ସିଏ ସିନା ବୁଲୁଛି, ଯେତେବେଳେ ତାର ଟାଇମ୍ ଆସିବ ସିଏ ବି କରିବ। ତ ଯେତେବେଳକୁ ବାଘୁଣୀର କିଛି ଏରିଆ ଥାଏ, ସେ ସେଇ ଏରିଆରେ ସବୁବେଳେ ବୁଲିଥାଏ। ଯଦି ଫ୍ଲୋଟର ତା ପାଖକୁ ଗଲା, ମାନେ ଯେତେବେଳକୁ ଦେଖିଲା ଯେ ମହାବଳ ବାଘ ଯେଉଁଟା ଆମେ କହନ୍ତି ଆଲଫା ମେଲ୍, ସିଏ ବହୁତ ଦୁରିଆ ଅଛି, ଫ୍ଲୋଟର ତା ପାଖକୁ ଗଲା, ତାହେଲେ ଦେଖିବେ ଯଦି ପସନ୍ଦ ଆସିଲା ଫ୍ଲୋଟର ଆଉ ସେ ଯେଉଁ ଟ୍ରାନଜିଏଣ୍ଟ ଅଛି ଆଉ ପାଟରାଣୀ ତାକୁ ପସନ୍ଦ କଲା ଯେ ଇଏ ମୋତେ ଭଲ ଛୁଆ ଦେଇପାରିବ, ତାହେଲେ ସେ ତା ସହିତ ମିଟିଂ କରିଦେବ, ସେକ୍ସ କରିଦେବ, ଯୌନ ସମ୍ପର୍କ କରିଦେବ। ଆଜ୍ଞା କିଛି ବଡ଼ କଥା ନାହିଁ। ତା ପୂର୍ବରୁ ଯେଉଁ ଛୁଆଟିକୁ ପ୍ରେଗନେଣ୍ଟ କରିଥିଲା ସେ ଯେଉଁ ଆଲଫା ମେଲ୍ ପାଖରୁ, ତାକୁ ମିସକ୍ୟାରେଜ୍ କରିଦେବ, ଗର୍ଭପାତ କରିଦେବ ନିଜ ମାଇଣ୍ଡ ଦ୍ୱାରା। ମାଇଣ୍ଡ ତାର ଏତେ ଷ୍ଟ୍ରଙ୍ଗ, ଇଏ ଫ୍ୟାକ୍ଟ ଆଜ୍ଞା। ତାପରେ ବି ହେଉଛି ଏଇଆ, ଯଦି ଆଲଫା ଛୁଆ ଜନ୍ମ ହେଇଗଲା, କାହାର ହେଲା ମାନେ କାହାର ହେଲା, ତାପରେ ଛୁଆ ଜନ୍ମ ବି କରିଦେଲା, ଫାଷ୍ଟକୁ ମିସକ୍ୟାରେଜ୍ କରିଦେଲା, କିନ୍ତୁ ଏବେ ଛୁଆ ଜନ୍ମ କରିଦେଲା ସିଏ ହେଉଛି ଟ୍ରାନଜିଏଣ୍ଟର, ମାନେ ସେ ଜୋକରର ଯିଏ ବୁଲୁଥିଲା ବାଘଟି, କିନ୍ତୁ ଏ ଫ୍ଲୋଟରର। କିନ୍ତୁ ସେ ଛୁଆ ଦୁଇଟାକୁ ନେଇକି ଆସିଲା ଆଲଫା ମେଲ୍ ପାଖକୁ, ଦେଖ ଇଏ ତମ ଛୁଆ ବୋଲି ମିଛ କହୁଛି ବାଘୁଣୀ, କିନ୍ତୁ ତାର ଯେଉଁ ସ୍ମେଲ୍ରୁ ଜାଣିଦେବ, ଛୁଆମାନଙ୍କ ସ୍ମେଲ୍ରୁ ସେ ଜାଣିଦେବ ଯେ ଇଏ ମୋ ଛୁଆ ନୁହଁ। ଛୁଆକୁ ବି ମାରିଦିଏ, ବାଘୁଣୀକୁ ବି ଗୋଡ଼ି ମାରିଦିଏ। ଏମିତି କେସ୍ ହେଇଛି ଆଜ୍ଞା, ରଣଥାମ୍ଭରରେ ହେଇଛି, ଗୋଡ଼ି ମାରିଦିଆଯାଇଛି ବାଘୁଣୀକୁ, ମାନେ ତୁ ମୋ ସହିତ ବିଶ୍ୱାସଘାତକତା କଲୁ ବୋଲି। ଇଏ ଗୋଟିଏ କେସ୍। ତାପରେ ହେଉଛି ବାଘ, ଯେମିତି କୁକୁର, ଯେମିତି ଆଜ୍ଞା ବାଘ କୁକୁରର କ'ଣ ଜାତି ଗୋଟେ ନା ଆଜ୍ଞା, ଯେଉଁଟା ପାନ୍ଥେରା ଇଏର ପାନ୍ଥେରା ଟାଇଗ୍ରିସ୍, ପାନ୍ଥେରା ଲିଓ, ଆଉ ବିଲେଇ ବି ସେଇ ଟାଇପ୍ର। ବିଲେଇ ସାଇଜ୍ରେ ଛୋଟ କିନ୍ତୁ ଦେଖିବା ପାଇଁ ସବୁ ସେମ୍ ନା। ତ ବିଲେଇ ଯେମିତି ପରିସ୍ରା କରେ, ତାର କୁକୁର ବି ଯେମିତି ପରିସ୍ରା କରନ୍ତି, ଗୋଟେ ଏରିଆ ତାଙ୍କର ଜାଣି ଦିଅନ୍ତି, ବାଘ ବି ସେଇଭଳିଆ କରେ ଆଜ୍ଞା। କିନ୍ତୁ ବାଘ ପରିସ୍ରା ଭଳିଆ କରେ, ତାର ପେନିସ୍ ଯେଉଁ ଇରେକ୍ସନ୍ ଅଛି, ପେନିସ୍କୁ ସିଏ ଓଲଟା କରିକି 60 ଡିଗ୍ରୀ କିମ୍ବା 90 ଡିଗ୍ରୀ ଏଙ୍ଗେଲରେ ସିଏ ମାରେ, ଯେମିତିକି ମାନେ 6 ଫୁଟ କିମ୍ବା 7 ଫୁଟ ଦୂରରେ ଯାଇକି ପରିସ୍ରାଟା ପଡ଼ିବ। ଯେମିତି ଆମର ଗୋଟେ ଆମେ ଡିଓ ମାରିଲେ କିମ୍ବା ଅତର ମାରିଲେ କିମ୍ବା ସେଣ୍ଟ ମାରିଲେ ଆମ ବଡ଼ିରେ ରହେ, ଏମିତି 6-7 ଦିନ ପର୍ଯ୍ୟନ୍ତ ସେଇ ସ୍ମେଲ୍ଟା ସେଇ ଏରିଆରେ ଥାଏ। ତେଣୁକରି ଯିଏ ଫ୍ଲୋଟର ଥାଏ, ଯିଏ ଜୋକର ଥାଏ, କିମ୍ବା ଯିଏ ଆଲଫା ମେଲ୍ ନୁହଁ, ଆଲଫା ମେଲ୍କୁ ଯିଏ ଡରେ, ଯାହାକୁ ଭଗେଇ ଦିଆଯାଏ, ସିଏ ହେଉଛି ଟ୍ରାନଜିଏଣ୍ଟ କିମ୍ବା ଫ୍ଲୋଟର। ସିଏ ଜାଣିଯାଏ ଯେ ଏଇଠି ବାଘ ଅଛି, ଏଇ 2 ଦିନ ପୂର୍ବରୁ 3 ଦିନ ପୂର୍ବରୁ ସିଏ ଆସିଥିଲା, ତେଣୁ ଏଇଟା ତା ଏରିଆ, ଏଇଠି ମୁଁ ରହିବିନି। ତ ଟ୍ରାନଜିଏଣ୍ଟ ସେଇଭଳିଆ ହେଇକି ସାଇଡ଼୍ ହେଇକି ଯାଏ। ଇଏ ହେଉଛି 3ଟା ଆଜ୍ଞା ଲଭ୍ ଟ୍ରାଙ୍ଗେଲ୍, ମାନେ ଆଲଫା ମେଲ୍, ଟ୍ରାନଜିଏଣ୍ଟ ଆଉ ମହାରାଣୀ, ଯେଉଁଟା ପାଟରାଣୀ ଯେଉଁଟା କୁହନ୍ତି। ଆଉ ଗୋଟିଏ ବଡ଼ କଥା ହେଉଛି ଆଜ୍ଞା, ଯେ ଲୋକମାନେ କହନ୍ତି ଯେ ବାଘ ହେଉଛି ଆଦମଖୋର, ଯେଉଁଟା କହିଲେ ମଣିଷ ଖାଉଛି, ମାନେ ମଣିଷ ଖିଆ ବାଘ। ଇଏ ବି ଭୁଲ ଧାରଣା ଆଜ୍ଞା। ବାଘ କେବେ ଆଦମଖୋର ନୁହଁ। ଯେ ଆପଣ କହୁଥିବେ ମଣିଷର ଯେଉଁ ରକ୍ତ ଲାଗିଗଲା ପରେ ବାଘ କେବଳ ଗାଁମାନଙ୍କୁ ଆସେ ମଣିଷ ମାଂସ ଖୋଜେ, ନାହିଁ ଆଜ୍ଞା, ଇଏ ଭୁଲ। ଇଏ କେବଳ କାହାଣୀରେ, ସାଇଣ୍ଟିଫିକାଲି ୟାର ପ୍ରୁଭ୍ ନାହିଁ। କାହିଁକି ନା ସାଇଣ୍ଟିଫିକାଲି ଯେତିକି ଆମର ଷ୍ଟାଫ୍ ଅଛନ୍ତି, ରେଞ୍ଜର ଅଛନ୍ତି, ଯେତିକି ବନ ବିଭାଗର ଅଧିକାରୀ ଅଛନ୍ତି, ସମସ୍ତେ ଜାଣିଛନ୍ତି ବାଘ ଆଦମଖୋର ହୁଏ ନାହିଁ। କାହିଁକି ନା ବାଘର ରକ୍ତ ଆଉ ମାଙ୍କଡ଼ର ରକ୍ତ, ସିମ୍ପାଞ୍ଜିର ରକ୍ତ, ଇଏ ପାଖାପାଖି ସେମ୍। ସେଇଥିପାଇଁ ଦେଖିବେ ବିଜୁ ବାବୁଙ୍କ ଛାତିରେ ବି ମାଙ୍କଡ଼ କଲିଜା ଲାଗିଥିଲା। ଯେଉଁ କୁହନ୍ତି, ଯିଏ ଟିକେ ପାଠ ପଢ଼ିଥିବେ ଜାଣିଥିବେ, ମାନେ ବିଜ୍ଞାନ ପଢ଼ିଥିବେ, ସେ ଜାଣିଥିବେ RH ଫ୍ୟାକ୍ଟର, RH ପ୍ଲସ୍ RH ମାଇନସ୍, O ପଜିଟିଭ୍, B ପଜିଟିଭ୍ ଯେଉଁ ବ୍ଲଡ଼ ଗ୍ରୁପ୍ ଅଛି, ତାଙ୍କର ବି ସେ ବ୍ଲଡ଼ ଗ୍ରୁପ୍ ଥାଏ ମାଙ୍କଡ଼ମାନଙ୍କର। କିନ୍ତୁ କେବେ ଏମିତି ଦେଖା ହେଇନି ଯେ ମାଙ୍କଡ଼କୁ ଆଟାକ୍ କରାଯିବାର ବାଘମାନଙ୍କ ଦ୍ୱାରା, କେବେ ବି ଦେଖାଯାଇନି। ଗଛ ଉପରେ ଅଛନ୍ତି, ତଳେ ବି ଆସିପାରୁଛନ୍ତି, ସେ ଜିନିଷ ଅଲଗା କଥା, କିନ୍ତୁ କେବେ ଆଟାକ୍ କରିବାର କିମ୍ବା ଆଟ୍ରାକ୍ସନ୍ ହେବାର କିମ୍ବା ତାକୁ ଶିକାର କରିବାର କେବେ ଦେଖାଯାଇନି। ଯେମିତିକି ରକ୍ତଟା, କାହିଁକିନା ଆଦମଖୋର ମାନେ କ'ଣ ଆଜ୍ଞା, ଯେଉଁମାନେ ଜାଣନ୍ତି ଯେ ସେଇ ସ୍ମେଲ୍ରୁ, ସେ ବାସ୍ନାରୁ ହିଁ ସିଏ ଆଟାକ୍ କରିବ ମଣିଷ ରକ୍ତ ପାଇଁ, କିନ୍ତୁ ନା, ସିଏ ମାଙ୍କଡ଼ମାନଙ୍କୁ କରନ୍ତିନି। ତେଣୁକରି ଫାଇନାଲି କହିବାକୁ ଗଲେ ବାଘ ହେଉଛି ଆଦମଖୋର ନୁହେଁ, ମାନେ ମଣିଷ ମାଂସ ପାଇଁ ସିଏ କିମ୍ବା ରକ୍ତ ପାଇଁ ସିଏ ଏତେ ଉଦ୍ୟତ ନୁହେଁ, ଦରକାର କରେନି, ଉତ୍ତେଜିତ ନୁହେଁ ସିଏ। ଆଉ ଗୋଟେ ବଡ଼ କଥା ଆଜ୍ଞା, ଯେମିତି ଆମ ମଣିଷ ଭିତରେ ମାନେ ସମଗୋତ୍ରୀ ବିବାହ ନଥାଏ ନା, ଟାଇଗର ଭିତରେ ବି ସେଇଭଳିଆ। ମା ଯିଏ ଅଛି, ଛୁଆକୁ ଜନ୍ମ ଦେଲା, ଗୋଟେ ପୁଅ ହେଲା, ଗୋଟେ ଝିଅଟା ହେଲା, ସେ ପୁଅ ଝିଅ ବି ସେକ୍ସ କରିପାରନ୍ତି, କିନ୍ତୁ ମା ଜାଣିଦେବ ନା, ଭୁଲ ହେଇଯିବ। ତେଣୁକରି ସେ ଟାଇଗରକୁ ସବୁବେଳେ, ଯେ ପୁଅଟା ତାକୁ କହିବ ଯା ବାହାରେ କାମ କରିକି ଆସିବୁ, ଛେଳି ଶିକାର କରିକି ଆସିବୁ, ସମ୍ବର ଶିକାର କରିକି ଆସିବୁ, ହରିଣ ଶିକାର କରିକି ଆସିବୁ, ସେ ସେଇ ହିସାବରେ ପଳାଏ।
ସେ ଗ୍ରୁପ୍ଟା ସିଏ ଅଲଗା କରିଦିଅନ୍ତି। ଆଉ ଯେତିକି ଝିଅ ରହିଲେ ମାନେ ଯେତିକି ଟାଇଗ୍ରେସ୍ ରହିଲେ ଯିଏ ତାର ନିଜ ଝିଅ ହେଇଥିବ ଯେଉଁମାନଙ୍କୁ ଜନ୍ମ ଦେଇଥିବ ତାଙ୍କୁ ସିଏ ଅଲଗା ଗ୍ରୁପ୍ କରିକି ରଖେ। ତଦ୍ୱାରା କ'ଣ ହୁଏ ନା ଯେଉଁଟା କହନ୍ତି ବ୍ରିଡ୍ ଅଲଗା ହୁଏ ଆଜ୍ଞା। ଯେମିତି ଆମର ସମଗୋତ୍ରୀ ବିବାହ ନାହିଁ, କାହିଁକିନା ପ୍ରୋବ୍ଲେମ୍ ହେଇପାରେ, ଶାରୀରିକ କିଛି ମାନେ ଦୁର୍ବଳତା ହେଇପାରେ, ବହୁତ ଜିନିଷ ଅଛି ତାଙ୍କ ହିସାବରେ ବି ସେଇଭଳିଆ ସେମାନେ ଜାଣିପାରନ୍ତି। ଆଉ ଯେମିତି ଆମର ଯେମିତି ହେଉଛି ପରକୀୟା ପ୍ରୀତି ମୁଁ ଯେଉଁଟା କହିଥିଲି, ତାଙ୍କର ବି ସେମିତି କିଛି ନିୟମ ନାହିଁ। ସେମାନେ ଯାହା ସହିତ ହେଲେ କରିପାରିବେ, ଯାହା ସହିତ ହେଲେ କରିପାରିବେ। ଇଏ ହେଉଛି ମାନେ ବାଘମାନଙ୍କ ଭିତରେ ମାନେ ଇଣ୍ଟରେଷ୍ଟିଂ ଜିନିଷ କହିଲି। ଆଉ ବାଘ ସହିତ ଯଦି ଆପଣଙ୍କର ମୁହାଁମୁହିଁ ହୁଏ ଆପଣ ଏଇଭଳିଆ ବଞ୍ଚିପାରିବେ। ଆଉ କାହାଣୀକୁ କେବେ ବିଶ୍ୱାସ କରିବେନି, କେବେ ଶୋଇବେନି, ଆପଣ ନିଶ୍ୱାସ ବନ୍ଦ କରିବେନି, ତା'ର ଟ୍ରିକ୍ ଅଛି ସେସବୁ। ଆପଣ ଯେତେବେଳକୁ କୌଣସି ମାନେ ବ୍ୟାଘ୍ର ପ୍ରକଳ୍ପ ଯିଏ ଥିବେ ତାଙ୍କ ସହିତ ମିଶିବେ, ରେଞ୍ଜର ଥିବେ ତାଙ୍କ ସହିତ ମିଶିବେ, ଷ୍ଟାଫ୍ ଯିଏ ଥିବେ ତାଙ୍କ ସହିତ ମିଶିବେ, ସିଏ କହିବେ ଆପଣଙ୍କୁ ସେସବୁ। ନେକ୍ସଟ ଭିଡ଼ିଓ ପୁଣି ଆଣିବା ଆଉଥରେ ବାଘମାନଙ୍କ ବିଷୟରେ କିମ୍ବା ହାତୀମାନଙ୍କ ବିଷୟରେ କିମ୍ବା ଭାଲୁମାନଙ୍କ ବିଷୟରେ। ଇଣ୍ଟରେଷ୍ଟିଂ କଥା ବି ହେବା ଯେ ବାଘ, ଭାଲୁ, ହାତୀ ଭିତରେ ଫରକ କ'ଣ ଅଛି, କିଏ ମାନେ ଅତି ଭୟଙ୍କର, ସବୁ କଥା ହେବା ଆଜ୍ଞା। ଜୟ ଶ୍ରୀକୃଷ୍ଣ, ଜୟ ମହାପ୍ରଭୁ ଶ୍ରୀ ଜଗନ୍ନାଥ ସ୍ୱାମୀ।